ମୋ ନାଁ ହେଉଛି ଆଦିତ୍ୟ ପ୍ରସାଦ ପତି। ମୁଁ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ହଟଣିସାରେ ବାସ କରେ। ମୁଁ ବିସିଏ ସ୍କୁଲ ରାଜନପୁରରେ ପଢ଼ୁଥିଲି। ଦଶମ ପରୀକ୍ଷା ଦେଇଥିଲି। ଦଶମ ପରୀକ୍ଷା ଦେବା ପାଇଁ ଆମ ସେଣ୍ଟର ପଡ଼ିଥିଲା ମଝିଆଖଣ୍ଡରେ। ମାଟ୍ରିକ ଯେଉଁ ରେଜଲ୍ଟ ବାହାରିଲା କେମିତି କ'ଣ ରହିଛି? ହଁ, ଗତକାଲି ମାଟ୍ରିକ ରେଜଲ୍ଟ ବାହାରିଥିଲା 4ଟା ବେଳେ। ନ୍ୟୁଜ୍ରେ ଦେଖୁଥିଲୁ, ଆମେ ନ୍ୟୁଜ୍ରେ ଦେଖୁଥିଲୁ, କିନ୍ତୁ ସେମାନେ କହୁଥିଲେ 6ଟା ବେଳେ ବାହାରିବ। କିନ୍ତୁ ବାହାରିଲା ଯେତେବେଳେ ସମସ୍ତେ ଆମ ସାହିରେ ରେଜଲ୍ଟ ଡିସ୍କସ୍ କରୁଥିଲେ, ମୁଁ ପଚାରିଲି କି ରେଜଲ୍ଟ ତ 6ଟା ବେଳେ ବାହାରିବ। ତାପରେ ଦେଖିଲା ବେଳକୁ ୱେବସାଇଟ୍ରେ ଆସିଲାଣି ହେରି। ତାପରେ ମୁଁ ୱେବସାଇଟ୍ରେ ମାରିକି ଦେଖିଲି, ଥିଲା ମୋର ମାର୍କ ଥିଲା 560 ମାର୍କ। ତାପରେ ମୋତେ ଲାଗିଲା ମୁଁ କେବଳ ସ୍କୁଲରେ ଟପ୍ କରିଛି। ତାପରେ ଆମ ସାର୍ ମୋତେ ଫୋନ୍ କରିକି କହିଲେ ତୁ ବ୍ଲକ୍ ଟପର୍ ହେଇଛୁ। ସେଥିରେ ମୁଁ ବହୁତ ଖୁସି ଅନୁଭବ କରିଥିଲି। ଆମ ଘରକୁ ସମସ୍ତେ ଆସି ଶୁଭେଚ୍ଛା ଜଣାଉଥିଲେ। ବାବା ମିଠା ଧରିକି ଆସିଥିଲେ, ମିଠା ଖାଇଲି। ସାଙ୍ଗସାଥି ମାନେ କେମିତି କ'ଣ ଗାଁ ସାଥି ପରିବାର ଲୋକମାନେ ବାହାରେ ଯେଉଁମାନେ ଅଛନ୍ତି ସେମାନେ ଫୋନ୍ କରିକି ଶୁଭେଚ୍ଛା ଜଣାଉଥିଲେ। ଆଉ ପାଖାପାଖି ଯେଉଁ ଯେତେକ ଅଛନ୍ତି ସାହି ଲୋକ ଆମ ଘରକୁ ଆସି ମୋତେ ଶୁଭେଚ୍ଛା ଜଣାଇଥିଲେ। କେମିତି ଥିଲା ଷ୍ଟ୍ରଗଲ୍ ଏତେ ସଫଳତା ପଛରେ? ଷ୍ଟ୍ରଗଲ୍ ମୁଁ କରିଥିଲି, ମୁଁ ରାତିରେ ପଢ଼ୁଥିଲି ଆଉ ସକାଳୁ ମୁଁ ସକାଳୁ କରୁଥିଲି। ବାକି ରାତିରେ ମୁଁ 10ଟାରୁ 4ଟା ପ୍ରାୟ ପଢ଼ୁଥିଲି। କେଉଁ କନସେପ୍ଟ ଆପଣଙ୍କୁ ସହଜ ହୋଇଥିଲା? ମୋତେ ସହଜ ହେଇଥିଲା, ମ୍ୟାଥ୍ ସହଜ ଥିଲା। ମ୍ୟାଥ୍ ସାଇନ୍ସ ଏଇଥିରେ ଆମର ଇଜି ଥିଲା, କନସେପ୍ଟ କ୍ଲିୟର୍ ଥିଲା। ତ ଆଉ ବାକି ହିଷ୍ଟ୍ରି ଜୋଗ୍ରାଫି ଏରିଆ ଟିକେ ମୋର ୱିକ୍ ଥିଲା। ଓଡ଼ିଆ ଏରିଆର ଅକ୍ଷର ଖରାପ ଥିଲା, ତେଣୁ ବହୁତ ମାର୍କ କଟିଛି। ଆଉ ଇଂଲିଶଟା ବି ଠିକ୍ ଠାକ୍ ଥିଲା। ଆଶା ରଖିଥିଲା ଆଉ ଟିକେ ଅଧିକ ହୋଇପାରିଥାନ୍ତା? ଆଶା ଯଦି ଅକ୍ଷର ଟିକେ ଭଲ ଥାନ୍ତା ତାହେଲେ ନିହାତି ଆଉ ଟିକେ ଅଧିକ ରହିପାରିଥାନ୍ତା। ଭବିଷ୍ୟତରେ କ'ଣ ହେବା ପାଇଁ ଲକ୍ଷ୍ୟ କରିଛନ୍ତି? ଭବିଷ୍ୟତରେ ମୁଁ JEE ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IITଆନ୍ଟେ ହେବାକୁ ଚାହୁଁଛି। ତାପରେ IITରେ ଉତ୍ତୀର୍ଣ୍ଣ ହେବା ପରେ ଗୋଟେ ଇଞ୍ଜିନିୟରଟେ ହେବି। ଯେଉଁ ଚଳିତ ପରେ ଯେଉଁ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ କ'ଣ ବାର୍ତ୍ତା ଦେବେ ଆପଣଙ୍କ ଭଳି ଜଣେ ଭଲ କୃତି ଛାତ୍ର ହେବା ପାଇଁ? ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଏତିକି କହିବାକୁ ଚାହୁଁଛି, ବେଶୀ ସମୟ ପଢ଼ିଲେ ବା ପାଠ ପଢ଼ାକୁ ବାର ଘୋଷିଲେ କିଛି ଲାଭ ନାହିଁ। ବରଂ ବୁଝିକି ଗୋଟେ ଜିନିଷ କନସେପ୍ଟ କ୍ଲିୟର୍ ହେଲା ପରେ ସେଇଟାରେ ଆପଣ କିଛି ଭଲ କରିପାରିବେ। ନହେଲେ ଯେତେ ଘୋଷିଲେ ବେଶୀ ମାର୍କ ରହିପାରିବନି। ମୁଁ ଆଦିତ୍ୟବତୀ ମାମା। ଆଉ ପୁଅ ଆଜି ବ୍ଲକ୍ ଟପର୍ ହେଲା, କେମିତି କ'ଣ ଖୁସି ଅଛନ୍ତି ଆପଣ? ହଁ, ମୁଁ ବହୁତ ଖୁସି ଅଛି। କାହିଁକିନା ସେ ରାତି ସାରା ଯେତେବେଳେ ପରିଶ୍ରମ କରେ ମୋତେ ବି ଭାରି ଦୁଃଖ ଲାଗେ। ଦିନ ସାରା ପଢ଼େନି, ଶୋଇବ ଖାଲି, ତାକୁ ଗେଜେ ଗେଜେ ହେବି। ଆଉ ରାତି ସାରା ବହୁତ ପରିଶ୍ରମ କରେ। ମୁଁ ବି ମଝିରେ ମଝିରେ ତାକୁ ଦେଖେ ପଢ଼ୁଛି ନା କ'ଣ କରୁଛି ବୋଲି। ଆଶା ରଖିଥିଲେ ଯେ ପୁଅ? ଆଶା ରଖିଥିଲି 90% ରଖିବ ବୋଲି, କିନ୍ତୁ ବ୍ଲକ୍ ଟପର୍ ହେବ ବୋଲି ଆଶା ନଥିଲା। କିନ୍ତୁ ମନେ ଭାବୁଥିଲି ଯେ ହେଇପାରେ, କିନ୍ତୁ ତାକୁ ମୁଁ କେବେ ହେଲେ କହିନଥିଲି ଯେ ବ୍ଲକ୍ ଟପର୍ ହେବୁ ବୋଲି। ଆଉ କିନ୍ତୁ ତାଙ୍କ ଟିଚର୍ ମାନଙ୍କର ସବୁ ଆଶା ଥିଲା। ଆଉ ସେମାନେ ବି ବହୁତ ତାକୁ କୋଅପରେଟ୍ କରିଛନ୍ତି ପଢ଼ିବାରେ। ସ୍କୁଲ ଟିଚର୍, ଟ୍ୟୁସନ୍ ଟିଚର୍। ପୁଅକୁ କ'ଣ ହେବା ପାଇଁ ଆଗକୁ ସ୍ୱପ୍ନ ଦେଖିଛନ୍ତି ଆପଣମାନେ? ସେ IIT ସେକ୍ଟରରେ ଯିବାକୁ ଭାରି ଇଚ୍ଛା। ଆପଣଙ୍କର କିଛି ଇଚ୍ଛା ଥିଲା? ପୁଅର ଇଚ୍ଛା? ପୁଅର ତ ଯୋଉଥିରେ ଇଚ୍ଛା ହେବ ଆମର ଅବଭିୟସଲି ସେଇଥିରେ ଇଚ୍ଛା ହିଁ ହେବ। ଆମ ଇଚ୍ଛା ଅନୁସାରେ ତ ସେ ପଢ଼ିପାରିବନି। ବନ୍ଧୁବାନ୍ଧବ କେମିତି କ'ଣ ସେତେବେଳେ ଆପଣ ଶୁଭେଚ୍ଛା ଜଣାଇଥିଲେ? ଆମ ବନ୍ଧୁବାନ୍ଧବ ବି ବହୁତ ଖୁସି ହେଇଥିଲେ। ତା ଦଦେଇ ଦେଖେଇ ମଉସା ମାଉସୀ, ମାମୁଁ ମାଇଁ ଆଉ ସମସ୍ତେ ତାର ଯେତେକ ଅଛନ୍ତି ସମସ୍ତେ ବହୁତ ଖୁସି ହେଇଥିଲେ। ଏଠି ତାର ବାପା, ମା, କାକା, ଖୁଡ଼ି ସମସ୍ତେ ଖୁସି।